ସାଙ୍ଗମାନେ ସ୍ତ୍ରୀ ଲୋକଟି ତା ଛୁଆକୁ ପଛପଟେ ବାନ୍ଧିକି କଦଳୀ ବିକୁଥିବା ସମୟରେ ଗୋଟେ ଚୋରଣୀ ଛପି ଛପି ଆସିକି ତା ଛୁଆଟିକୁ ବୁଜୁଳା ଭିତରୁ କାଢି ଦଉଛି। ଆଉ ଯେମିତି ତା ମା ଜାଣିପାରିବନି ସେ ଚୋରଣୀଟି ତା ତରୁଭୁଜକୁ ସେ ବୁଜୁଳା ଭିତରେ ପୁରେଇ ଦଉଛି। ଆଉ ସେ ଚୋରଣୀଟି ଡେରି ନ କରି ସେ ଛୁଆଟିକୁ ନେଇକି ଚାଲି ଯାଉଛି। ଆଉ ତା ମା କିଛି ଜାଣିପାରୁନି, ସେ ଜାଗା ଛାଡିକି ଚାଲି ଯାଉଛି। ଆଉ ଏମିତି କିଛି ବାଟ ଗଲା ପରେ ତା ମାର ଛୁଆ କଥା ମନେ ପଡି ଯାଉଛି। ଆଉ ସେ ଯେତେବେଳେ ତା ବୁଜୁଳାକୁ ଆଣି ଦେଖୁଛି ତା ବୁଜୁଳା ଭିତରେ ଗୋଟେ ତରୁଭୁଜ ପଇଛି। ଆଉ ତା ମା ଦେଖିକି ପୁରା ରାଗି ଯାଉଛି। ଆଉ ସେ ତରୁଭୁଜକୁ କଚାଡି ଦଉଛି। ଆଉ ତା ଛୁଆକୁ ନ ପାଇକି ତା ମା କଣ କରିବ, ତା ମୁଣ୍ଡ କିଛି କାମ କରୁନି। ଆଉ ଏପଟେ ସେ ଚୋରଣୀଟି ଗୋଟେ ଡାକ୍ତରଖାନାରେ ପଶି ଯାଉଛି। ଆଉ ମିଛୁଟାରୁ ସେ ଛୁଆର ମା ହେବା ପାଇଁ ବେଡ୍ ଉପରେ ଶୋଇ ପଡୁଛି। ସାଙ୍ଗମାନେ ଆପଣମାନେ ଯଦି ଚାହୁଁଛନ୍ତି ଏ ମା କୋଳକୁ ତା ଛୁଆଟି ଫେରି ଆସୁ ବୋଲି, ତାହେଲେ ଗୋଟେ ଲାଇକ୍ କରିଦିଅନ୍ତୁ। ଶେଷରେ ତା ମା କିଛି ଉପାୟ ନ ପାଇକି ପୋଲିସ ଷ୍ଟେସନକୁ ଯାଉଛି। ଆଉ କହୁଛି ମୋ ଛୁଆକୁ କୋଉ ଚୋରଣୀ ଚୋରି କରିକି ନେଇଯାଇଛି, ଟିକେ ଜଲ୍ଦି ଦେଖ। ଆଉ ଠିକ୍ ସେଇ ଟାଇମରେ ସେ ଚୋରଣୀଟି ଆସି ପହଞ୍ଚି ଯାଉଛି। ଆଉ ସେ ଚୋରଣୀଟି କହୁଛି ମୋ ସ୍ୱାମୀ ବୋଲରେ ମୁଁ ତମ ଛୁଆକୁ ଚୋରି କରିକି ନେଇଯାଇଥିଲି, ଘରକୁ ଆସ ତମ ଛୁଆକୁ ନେଇଯିବ। ଆଉ ଘରେ ତା ସ୍ୱାମୀକୁ ପୋଲିସ ଧରି ନଉଛି। ଆଉ ତା ମା କୋଳକୁ ତା ଛୁଆ ଫେରି ଆସୁଛି।